শ্রীমদ্ভাগবত প্রথম স্কন্ধ। ওং নমো ভগবতে বাসুদেবায়। গোবিন্দ 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 পদু গলুচি মকরন্দ, সে মকরন্দ পান করি হেলে তরিলে ব্রজ নারী। সে ব্রজ নারীଙ୍କ পୟରେ মন মোরহু নিরন্তরে। মন মো নিরন্তরে রহু, হা কৃষ্ণ বলি জীব যাও। হা কৃষ্ণ বলি যাও জীব, মতে উদ্ধর রাধাদব। মতে উদ্ধর বাসুদেব, মতে উদ্ধর বাসুদেব। পঞ্চম অধ্যায়। শ্রীসুত উবাচ হরষে মুନିଙ୍କର ଆଗେ, ସୁତ କହନ୍ତି ଅନୁରାଗେ। ଶୁଣ ସକଳ ମୁନି ଜନେ, হরিচরিত সাবধানে। গঙ্গা সমীপে দেব ঋষি, সুখ আসনে দৃঢ়ে বসি। ব্যাসে পূজিলে মন তোষে, যে জাত গোবিন্দর অংশে। হরষে বীণা হস্তে নেই, হস কহନ୍ତି ব্যাস মুখ চাহি। নারদ উবাচ হে ব্যাস পরাশর সুত, ତୁମେ ସ୍ୱଭାବେ ଭାଗ୍ୟବନ୍ତ। ତୁମର ଚଞ୍ଚଳ ବଦନ, ଦେଖି ଜାଣିଲୁ ତୁମ ମନ। ସକଳ ବେଦ ଶିଷ୍ୟ ଦେଇ, ପୁରାଣ ଭାରତ ଭିଆଇ। ସଂସାର ଇଷ୍ଟ ଧର୍ମ ଯେତେ, ସର୍ବ ସମ୍ପୂର୍ଣ୍ଣ ତୁମ ଚିତେ। ବେଦ ବିଚାରି ବ୍ରହ୍ମ ଚିନ୍ତି, ଚିତେ ନୋହିଲା ତୁମ ଶାନ୍ତି। ଭଲେ ଜାଣିଲି ମୁହିଁ ଏହା, ତୁମେ ସ୍ୱଭାବେ ପୁଣ୍ୟ ଦେହା। ନାରଦ ବାକ୍ୟ ଶୁଣି କର୍ଣ୍ଣେ, ବ୍ୟାସ କହନ୍ତି ଅବଧାନେ। ବ୍ୟାସ ଉବାଚ ତୁମେ କହିଲ ମୁନି ଯେତେ, ମୋର ଅଭ୍ୟାସ ବହୁ ମତେ। ବେଦ ପୁରାଣେ ଅର୍ଥ ଯେତେ, ସର୍ବ ମୁଁ ସମ୍ପାଦିଲି ଚିତେ। ତଥାପି ଆତ୍ମା ତୋଷ ନୋହେ, ମନ ନ ରହେ ସ୍ଥିର ଦେହେ। ତୁମେ ଯେ ବ୍ରହ୍ମାର ନନ୍ଦନ, ତେଣୁ ଜାଣିଲ ମୋର ମନ। ଏମନ୍ତ ସ୍ଥିର କରିବାରେ, ଗୋବିନ୍ଦ ବିନା କେ ବାତରେ। ସକଳ ଶାସ୍ତ୍ର ତହୁଁ ସାର, ଯାର ମହିମା ଅଗୋଚର। ତାହାର ଭକ୍ତି ଯେଣୁ ନାହିଁ, ଏଣୁ ମୋ ଚିତ୍ତ ସ୍ଥିର କାହିଁ। ତୁମେ ସକଳ ଗୃହ୍ୟ ଜାଣ, ବିଷ୍ଣୁର ମହିମା ପ୍ରମାଣ। ସେ ସର୍ବ ଜୀବଙ୍କ ଈଶ୍ୱର, ଯାର ମାୟାରେ ଏ ସଂସାର। ସଜଇ ପାଲଇ ସଂହାରେ, ତ୍ରିଗୁଣ ବୋଲେ ସେ ବିହରେ। ସେ ମାୟା ତାକୁ ନ ଲାଗଇ, ନିତ୍ୟ ସେ ନିଜ ସୁଖେ ଥାଇ। ଏ ତିନି ଲୋକେ ତୁମ ଦେହେ, ନିରତେ ଭ୍ରମେ ରବିପ୍ରାୟେ। ପ୍ରାଣୀଙ୍କ ବାକ୍ୟ ଅଭ୍ୟନ୍ତରେ, ଯେ ଶନେ ସମୀର ସଞ୍ଚରେ। ଆତ୍ମାକୁ ଆତ୍ମା ସାକ୍ଷୀ ରୂପେ, ନିତ୍ୟ ନିତ୍ୟ ବିହରେ ନିଜ ସୁଖେ। ସେ ବିଷ୍ଣୁ ପଦ ବ୍ରହ୍ମ ଜଳେ, ତୁମର ସ୍ନାନ ନିଶ୍ଚଳେ।
ସେ ଜଳ ଶୀତ ଉଷ୍ଣ ଭାବ ନିତ୍ୟ ତୁମ୍ଭର ଅନୁଭବ। ତାହାର ମହିମା ପ୍ରମାଣେ ତୁମକୁ ଅନ୍ୟ କେ ବା ଜାଣେ। କହ ଆନନ୍ଦେ ମୁନିବର ଯେମନ୍ତେ ମନ ହେବ ସ୍ଥିର। ନାରଦ ଉବାଚ ଭୋମୁନି ସତ୍ୟ ଏ ବଚନ ତେଣୁ ସନ୍ତୋଷ ନହେ ମନ। ଧନ ସମ୍ପଦ କାମ ଅର୍ଥେ ଯେତେ କହିଲ ବେଦ ଶାସ୍ତ୍ରେ। କୃଷ୍ଣ ନିର୍ମଳ ଯଶ ଗୁଣ ଯେଣୁ ନ କଲେ ଉଚ୍ଚାରଣ। ଯେ ଧର୍ମେ କୃଷ୍ଣ ତୋଷ ନୋହି ସେ ଧର୍ମ ଚିତ୍ତେ ନ ଘଟଇ। ଯଦି ଗୋବିନ୍ଦ ଗୁଣ ଗ୍ରାମେ ଅଭ୍ୟାସେ ଥାନ୍ତା କିଛି ଶ୍ରମେ। ତେବେ କି ମନ ସନ୍ତୋଷ କହିବା ଶୁଣ ଉପଦେଶ। ଯେବେ ଜିହ୍ୱା ବାକ୍ୟ ଶ୍ରମେ ନ କରେ କୃଷ୍ଣ ଗୁଣ ଗ୍ରାମେ। ଯେ ବାଣୀ ଜଗତ ତାରିଣୀ ତା ଛାଡ଼ି ଅନ୍ୟ ଯେବେ ଭଣୀ। ତାହାକୁ ବୋଲି ବା କାକବାଣୀ ଯହିଁ ଗୋବିନ୍ଦଙ୍କୁ ନ ଶୁଣି। ନିଶ୍ଚୟ କାକ ତୀର୍ଥ ସେହି ସେ କାଲେ କେବା ଅବଗାହି। ପରମହଂସ ମନୁ ମେଲେ ଯେ ଯାନ୍ତି ପୁଣ୍ୟ ତୀର୍ଥ କୂଲେ। ଯେ ବାକ୍ୟେ କୃଷ୍ଣ ଗୁଣ ଗାଇ ନିଶ୍ଚୟ ପୁଣ୍ୟ ତୀର୍ଥ ସେହି। ସେ ବାକ୍ୟେ ଜନ ତାପ ନାଶେ ତୀର୍ଥ ଯେ ସନେ ପାପ ଧ୍ୱଂସେ। କୃଷ୍ଣର ଗୁଣ ଗାଥା ଯେବେ ପ୍ରବନ୍ଧେ ଉଚ୍ଚରଇ ଭାବେ। ପଦ ବିଶୁଦ୍ଧ ଯେବେ ହୁଏ ସେ ବାଣୀ ସର୍ବ ପାପ ଦହେ। ଅନନ୍ତ ନାମେ ଯଶ ଗୁଣେ ସାଧୁଙ୍କ ବାଣୀ ନିତ୍ୟ ଭଣେ। ସେ ହରି ଭାବ ଯେବେ ଛାଡ଼ି ଯେ ଯାନ୍ତି କର୍ମ ପଥ ମାଡ଼ି। ନିଷ୍କାମ ମତେ ସର୍ବନାଶୀ ତପସା ଧଇ ବନେ ପଶି। ହରି ମହିମା ଛାଡ଼ି ଦେବେ ଅତି ନିର୍ମଳ ଜ୍ଞାନ ଭାବେ। ସେ କାହୁଁ ଅଶୁଭ ନାଶିବ ତପସାଧିଲା ଫଳ ଦେବ। ଯେ ପୁଣ୍ୟ ବେଦ ମାର୍ଗେ କରେ ନିର୍ମଳ ଚିତ୍ତେ ଫଳ ଧରେ। ହରିଙ୍କୁ ନ କଲେ ଅର୍ପଣ ସେ ସର୍ବ ଫଳ ଅକାରଣ। ତୁମେ ସ୍ୱଭାବେ ଭାଗବତ ମହାନୁଭବେ ଶୁଦ୍ଧ ଚିତ୍ତ। ସତ୍ୟବଚନ ଧ୍ରୁବବତୀ ସତ୍ୟବଚନ ଧୃତବତୀ ଏଣୁ ଅମୋଘ ତୁମ ଗତି। ସମାଧି କର କୃଷ୍ଣ ପାଦେ ତାଙ୍କ ଚରିତ ଅନୁବାଦେ। ପ୍ରବନ୍ଧେ ଭାଗବତ କର ଅଖିଲ ଜନଙ୍କୁ ଧର। ଯେ ପ୍ରାଣୀ ଅନ୍ୟ ମାର୍ଗେ ଭଜେ ହରି ଭକତି ଦୂରେ ତେଜେ। କୃଷ୍ଣ ଭକତି ଲାଭ ଛାଡ଼ି ତୃତୀୟ ବର୍ଗେ ଲୋଭେ ବଢ଼ି। ତାହାଙ୍କ ସୁଖ ଲେଶ ନାହିଁ ସମୁଦ୍ରେ ଯେହ୍ନେ ନାବ ଥାଇ। ଜଳ ପବନ ମେଘ ତେଜେ କୂଲେ ନ ଲାଗେ ବେଗେ ଭାଜେ। ତାହାଙ୍କ ଗତି ସେହି ମତ ଶୁଣ ହୋ ପରାଶର ସୁତ। ନିନ୍ଦିତ କାମ୍ୟ କର୍ମ ଚିନ୍ତି ଯେ ଧର୍ମୀ ଧର୍ମ ଶିକ୍ଷା ଦିଅନ୍ତି। ସ୍ୱଭାବେ ମୂଢ଼ ସେହୁ ଜନ ତାହାର ବିଅର୍ଥ ଜୀବନ। ସାଧୁ ସଙ୍ଗତେ ନ ବୁଝନ୍ତି ଜଗତେ ନାହିଁ ତାଙ୍କ ସ୍ଥିତି। ପାପ ଆଚରି ନର ଲୋକେ ଅନ୍ତେ ଯେ ପଡ଼ନ୍ତି ନରକେ। ତୁମେ ସ୍ୱଭାବେ ବିଚକ୍ଷଣ ଭାବ ଅଭାବ କଲେ ଜାଣ। ଅନନ୍ତ ପାର ବିଷ୍ଣୁ କଥା ତୁମେ ବର୍ଣ୍ଣନେ ସାମରଥା। ନିବୃତ ପ୍ରବୃତ ଏ ମାର୍ଗେ ପ୍ରାଣୀ ତରିବେ ଯେଉଁ ଭାବେ।
ହରିଚରିତ ଦୀପକର ଜନକୁ ଅନ୍ଧାରୁ ଉଦ୍ଧର। ଯେ ପ୍ରାଣୀ ନିଜ ଧର୍ମ ତେଜେ ହରିଚରଣେ ଦୃଢ଼େ ଭଜେ। ଭଜୁ ମରଇ ଯେବେ ଦୁଃଖେ କେବେ ହେନ ପଡ଼େ ନରକେ। ସ୍ୱଧର୍ମେ ନ ଭଜନ୍ତି ପ୍ରାଣୀ ହରି ମହିମା ପରିମାଣୀ। ଅନ୍ତେ ତାହାର ଗତି ଯେତେ କେ ଅନୁମାନ ପାରେ ଚିତ୍ତେ। ଏବେ ହୋ ଶୁଣ ମୁନିବର ପଣ୍ଡିତ ଜନଙ୍କ ବ୍ୟବହାର। ଯେ ଲାଭ କେହି ନ ଜାଣନ୍ତି ସେ ଭାବ ଯାର ଚିତ୍ତେ ଚିନ୍ତି। ଏ ଅଧ ଊର୍ଦ୍ଧ୍ୱ ବେନିପତେ ସେ ପ୍ରାଣୀ ଭଜନ୍ତି ନିରତେ। ତାହାଙ୍କ ମଧ୍ୟରେ ଏକ କ୍ଷଣେ ନୋହିଲେ ସେ ଫଳ ଧାରଣେ। ଯେ ଅର୍ଥେ ଯତ୍ନ ଯେ କରନ୍ତି ସଂସାରେ ପଣ୍ଡିତ ବୋଲାନ୍ତି। ସେ ଫଳ ପାଇ ଦୁଃଖ ଧ୍ୟାଇ ଭ୍ରମଣେ ସୁଖ ନ ଲଭଇ। ଭ୍ରମନ୍ତେ ଅବା ଯେବେ ପାଇ ପୁଣି ଭ୍ରମଇ ତାହା ଖାଇ। କାଲର ବଲେ ପୁଣ ଏ ଭବ ମଧ୍ୟରେ ତା ଭ୍ରମଣ। ଏଣୁ ମୁକୁନ୍ଦ ପାଦ ଗତେ ଯେ ପ୍ରାଣୀ ଭଜନ୍ତି ନିରତେ। ମୁକୁନ୍ଦ ପଥେ ତାଙ୍କ ଗତି ଅନ୍ୟର ପଥେ ନ ଭଜନ୍ତି। କୃଷ୍ଣର ପାଦ ପଦ୍ମ ରସ ନିରତେ ଯେ କରନ୍ତି ଗ୍ରାସ। ସେ ରସ ଛାଡ଼ିବେ ସେ କେହ୍ନେ ରସେ ରସିକ ଜନ ଯେହ୍ନେ। ଈଶ୍ୱର ହେତୁ ଏ ସଂସାର ସଂସାରୁ ଈଶ୍ୱର ବାହାର। ଯେଣୁ ଉତ୍ପତ୍ତି ସ୍ଥିତି ନାଶ ଈଶ୍ୱର ହୁଅଇ ପ୍ରକାଶ। ଈଶ୍ୱର ଜୀବ ଏ ସଂସାର ଏ ସର୍ବ ଏକଇ ପ୍ରକାର। ଏ ସର୍ବ ବ୍ରହ୍ମ ଭାଗେ ଜାଣି ବେଦରେ ଅଛି ପରିବାଣୀ। ତୁମେ ସର୍ବଜ୍ଞ ମୁନିବର କହ କୃଷ୍ଣର ଅବତାର। ତୁମେ ଯେ ଆତ୍ମାରାମେ ରମି ଅନ୍ତର ଦୃଷ୍ଟି ଅନ୍ତର୍ଯାମୀ। ପରମ ପୁରୁଷର କଲା ସୁମରି ଗୋବିନ୍ଦର ଲୀଳା। ସଂସାର ନିସ୍ତାରଣ ଅର୍ଥେ ଶ୍ରୀ ଭାଗବତ କର ଗ୍ରନ୍ଥି। ସ୍ୱଭାବେ ଯାର ଜନ୍ମ ନାହିଁ ମାୟା ସୟଳେ ଦେହ ବହି। ତାର ଚରିତ କର ଚିତ୍ତେ ପ୍ରକାଶ କର ଜନହିତେ। ଏ ଯେ ପୁରୁଷଙ୍କର ସାର ଯଜ୍ଞ ତପସ୍ୟା ନିର୍ବିକାର। ଇଷ୍ଟ ପୂଜନ ଜପ ଦାନ ଯେବେ ଭାବଇ କୃଷ୍ଣ ନାମ। ପୂର୍ବେ ନିର୍ମଳ ମୁନି ଜନେ ତପ ଆଚରି ଘୋର ବନେ। ସଂସାର ସାର କୃଷ୍ଣ କଥା ନିରତେ ଗାଇ ଗୁଣ ଗାଥା। ଏ ଭାବ ପାଇଲି ଯେ ମନ୍ତେ କହିଲି ତୁମର ଗ୍ରତେ। ପୂର୍ବରେ ଦୈତ୍ୟ ଶାପ ପାଇ ଜନ୍ମିଲି ଦାସୀ ପୁତ୍ର ହୋଇ। ବ୍ରାହ୍ମଣ ଘରେ ଏକାଏକି ମୋହର ଜନନୀ ସେବକୀ। କାର୍ଯ୍ୟ କରଇ ରାତ୍ର ଦିନେ ଏମନ୍ତ ବିଧିର ବିଧାନେ। ସେ ବିପ୍ର ଘରେ ବର୍ଷା କାଲେ ଅତିଥି ବ୍ରାହ୍ମଣ ମିଳିଲେ। ତାହାଙ୍କୁ ଅନ୍ନ ଜଳ ଦେଇ ବ୍ରାହ୍ମଣ କହେ ଭାବ ବହି। ହେ ବିପ୍ର ଶୁଣ ମୋ ବଚନ ଆଜ ଜୀବନ ମୋର ଧନ୍ୟ। ତୁମର ଦୟା ଯେବେ ମତେ ମୋ ଘରେ ରହ ଦିନ କେତେ। ଦୁର୍ଗମ ବରଷାଏ ଚାରି ଏ ଋତୁ ମୋର ଘରେ ସାରି। ହେଉ କହିଲେ ବିପ୍ରଜନେ ବ୍ରାହ୍ମଣ ବୋଇଲେ ଶୁଦ୍ଧ ମନେ। ରହିଲେ ମନର ସନ୍ତୋଷେ ମୁଁ ସେବା କଲି ତାଙ୍କ ପାଶେ। ବାଲକ ଚଞ୍ଚଳ ମୋ ଚିତ୍ତ ସେବା କରଇ ଅବିରତ। ସେ ବିପ୍ରଗଣ ମତେ ଚାହିଁ ଆଶ୍ୱାସ କଲେ ଦୟା ବହି। ସମଦରସି ଯେଣୁ ସର୍ବେ କୃପା ସେ କଲେ ମୋର ଭାବେ। ତାହାଙ୍କ ଭୋଜନର ଅନ୍ତେ ପତ୍ରେ ଉଚ୍ଛିଷ୍ଟ ରହେ ଯେତେ
ତାହା ଭୁଞ୍ଜଇ ନିତ୍ୟ ମୁହିଁ ଅନ୍ୟ ଭୋଜନ ମୋର ନାହିଁ। ଉଚ୍ଛିଷ୍ଟ ଭୋଜନ ପ୍ରସାଦେ ମୋହର ଚିତ୍ତ ଅପ୍ରମାଦେ। ବିପ୍ରଙ୍କ ମୁଖୁ ହରିବାଣୀ ତାହାଙ୍କ ଅନୁଗ୍ରହେ ଶୁଣି। ନୀରବେ ଶୁଣି ପଦେ ପଦେ ମନ ବୁଡ଼ିଲା କୃଷ୍ଣ ପାଦେ। କୃଷ୍ଣ ହୁଁ ଅନ୍ୟ ନ ଜାଣଇ ବିଷୟା ବିଷ ଆଉ ନାହିଁ। ଯେଣୁ ଏ ସଦା ଗତି ରୂପ ଯେଣୁ ଏ ସଦଗତି ରୂପ ପ୍ରାଣୀଙ୍କ ହୃଦୟରେ କଳ୍ପିତ। ମୁହିଁ ଦେଖଇ ବାହ୍ୟ ଅନ୍ତେ ହରି ହୁଁ ଅନ୍ୟ କେ ଜଗତେ। ହେମନ୍ତେ ବରଷା ସରିଲା ଶରତ ଋତୁ ପ୍ରକାଶିଲା। ବିପ୍ରଙ୍କ ସଙ୍ଗେ ହରିବାଣୀ ନିରତେ ତାଙ୍କ ମୁଖୁ ଶୁଣି। ସାତ୍ವಿକ ଭକ୍ତି ମୋର ମନେ ପ୍ରକାଶ ହେଲା ଅନୁକ୍ଷଣେ। ମୋହର ସେବା ଦିନ ଦିନ ଦେଖି ସନ୍ତୋଷ ବିପ୍ରଜନ। ଯିବାର ବେଲେ ମତେ ରାଇ କୃଷ୍ଣ ମହିମା ଶିକ୍ଷା ଦେଇ। ଯେ ଗୃହ ଗୃହତମ ଜ୍ଞାନ କ୍ଷଣେ ଉଦିତ ଭଗବାନ। ଏ ସର୍ବ କହି ମୋର କର୍ଣ୍ଣେ ଦୀନବତ୍ସଲ ମୁନି ଜନେ। ବିଷ୍ଣୁର ମାୟା ଅନୁଭବ ଯେଣେ ଜାଣିଲି ମୁହିଁ ସର୍ବ। ଯେ ଭାବେ ଭାବି ଅପ୍ରମାଦେ ପ୍ରାଣୀ ପଶନ୍ତି କୃଷ୍ଣ ପାଦେ। ଆତ୍ମାର ଗତି ପ୍ରକାଶଇ ତାପତ୍ରୟ ଯେ କ୍ଷୟ ଯାଇ। ବ୍ୟାଧି ଉପୁଜେ ଯହୁଁ ଅଙ୍ଗେ ସେ ଦ୍ରବ୍ୟ ଚିକିତ୍ସା ନ ଲାଗେ। ଏଣୁ ଗୋବିନ୍ଦ ରସ ତେଜି ଯେବେ ବିଷୟ ରସେ ମଜି। ସେ କାହିଁ ତରିବେ ସଂସାରେ ପଡ଼ନ୍ତି ଘୋର ଅନ୍ଧକାରେ। ଏ ଭବ ମଧ୍ୟେ ଦେହ ଧରେ ଶ୍ରୀକୃଷ୍ଣ ଭକ୍ତି କର୍ମ କରେ। ବିଷ୍ଣୁର ଯେତେ ଗୁଣ ଗ୍ରାମ ଜଗତେ ଅଛି ଯେତେ ନାମ। ମନ୍ତ୍ର ଉଚ୍ଚାରି ସ୍ତୁତି କରି ପୂଜା କରନ୍ତି ଗୃହେ ଭରି। ସେ ନ ପଡ଼ନ୍ତି ମାୟା ମୋହେ ଅନ୍ତେ ପଶନ୍ତି ହରି ଦେହେ। ହେମନ୍ତେ ସାଧୁ ସଙ୍ଗ ମେଲେ କୃଷ୍ଣର ଭକ୍ତି ଯୋଗ ବଲେ। ଅଶେଷ ଦୁଃଖ ଦୂର ଗଲା ସେ ହରି ମତେ ଆଜ୍ଞା ଦେଲା। ଏବେ ହୋ ଶୁଣ ମୁନିବର ହରି ଚରଣ ମନେ ଧର। କୃଷ୍ଣର ଗୁଣ ଗ୍ରାମ ଯେତେ ପ୍ରାଣୀଙ୍କୁ କହ ଭାଗବତେ। ବିଷୟାର ସେ ପ୍ରାଣୀ ମରେ ଆତ୍ମାର ଗତି ନ ସୁମରେ। ସେ ଯେବେ ଭାଗବତ ଶୁଣି ତରିବ ଭବ ତରଙ୍ଗିଣୀ। ହେମନ୍ତେ ବ୍ୟାସ ଆଗେ କହି ବୀଣା ସଙ୍ଗୀତେ କୃଷ୍ଣ ଗାଇ। ସେ ମୁନି ବର ପାଦ ଯୁଗେ ସୁଜନେ ନମ ଅନୁରାଗେ। ହୋଇବ ଭବ ବନ୍ଧ ନାଶ କହଇ ଜଗନ୍ନାଥ ଦାସ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ବୈୟାସିକ୍ୟାଂ ପ୍ରଥମ ସ୍କନ୍ଧେ ବ୍ୟାସ ନାରଦ ସମ୍ବାଦେ ନାମ ପଞ୍ଚମ ଅଧ୍ୟାୟ।